ଗୁମା ବ୍ଲକର ବିଭିନ୍ନ ଗ୍ରାମଠାରେ ସଂସ୍କୃତି ଭବନ ଓ ପର୍ଯ୍ୟଟନ କ୍ଷେତ୍ର ବିକାଶ କାର୍ଯ୍ୟ ପାଳା ବିଧାୟକଙ୍କ ଦ୍ୱାରା ଭିତ୍ତିଭୂମି ପ୍ରସ୍ତର ସ୍ଥାପନ। ଗଜପତି ଜିଲ୍ଲାର ଆଦିବାସୀ ବହୁଳ ଗୁମା ବ୍ଲକ ଅନ୍ତର୍ଗତ ଭୁବନୀ ଗ୍ରାମ ପଞ୍ଚାୟତର ସାଣ୍ଡାଙ୍ଗ ଗ୍ରାମରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଅଧୀନସ୍ଥ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ଏକ ସଂସ୍କୃତି ଭବନ ଉଦ୍ଘାଟିତ ହୋଇଯାଇଛି। ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ପାଳାଖେମୁଣ୍ଡି ବିଧାୟକ ଇଞ୍ଜିନିୟର ରୂପେଶ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଂସ୍କୃତି ଭବନର ଶୁଭ ଉଦ୍ଘାଟନ କରିଥିଲେ। ଜନଜାତି ସମ୍ପ୍ରଦାୟ ଲୋକଙ୍କ ସଂସ୍କୃତିର ପ୍ରଗତି ନିମନ୍ତେ ଏହି ସଂସ୍କୃତି ଭବନ ବେଶ୍ ଉପଯୋଗୀ ହୋଇପାରିବ ବୋଲି ବିଧାୟକ ଶ୍ରୀ ପାଣିଗ୍ରାହୀ କହିଥିଲେ। 5 ଲକ୍ଷ ଟଙ୍କା ବ୍ୟୟରେ ଏହି ସଂସ୍କୃତି ଭବନ ନିର୍ମାଣ ହୋଇଥିବା ବେଳେ ଏଠାରେ ବିଶେଷ ସୁବିଧା ରହିଥିବା ଜଣାଯାଇଛି। ସାଣ୍ଡାଙ୍ଗ ଗ୍ରାମବାସୀ ସାଂସ୍କୃତିକ ସମେତ ଗ୍ରାମର ବିଭିନ୍ନ ବିଷୟରେ ଏଠାରେ ଆଲୋଚନା କରିବାରେ ବେଶ୍ ସହାୟକ ହୋଇପାରିବ ବୋଲି କହିଥିଲେ। ସେହିଭଳି ନର୍ସରୀ ଗ୍ରାମ ତରବାରେ ମଧ୍ୟ ସାଂସ୍କୃତିକ ଭବନ ଭିତ୍ତିଭୂମି ପ୍ରସ୍ତର ସ୍ଥାପନ କରାଯାଇଥିଲା। ଶେଷରେ ସେରଙ୍ଗ ନିକଟରେ ଥିବା ତାରିଣୀ ମନ୍ଦିର ଓ ତା ପରିସର ପର୍ଯ୍ୟଟନ କ୍ଷେତ୍ରରେ ସୌନ୍ଦର୍ଯ୍ୟର ଉନ୍ନତିକରଣର ଭିତ୍ତିଭୂମି ସ୍ଥାପନ ହୋଇଥିଲା। ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭାପତି ଗାବରା ତିରୁପତି ରାଓ, ଗୁମା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁନେମୀ ମଣ୍ଡଲ, ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ରେଣୁକା ପାତ୍ର, ସମିତି ସଭ୍ୟା ଶ୍ରୀମତୀ ଅନିତା ଭୂୟାଁ, ସରପଞ୍ଚ ଶ୍ରୀ ପ୍ରଦୀପ ମଣ୍ଡଲ, ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଶ୍ରୀ ଅଂଶୁମାନ ମହାପାତ୍ରଙ୍କ ସମେତ ବିଭାଗୀୟ ଯନ୍ତ୍ରୀ ଓ ଗ୍ରାମବାସୀମାନେ ଉପସ୍ଥିତ ଥିଲେ।